ଶବ୍ଦରେ ବଡ଼ ବଡ଼ ପାଚେରୀ ଭାଙ୍ଗି ପଡ଼ିଲା ଓ ବଜ୍ର ପଡ଼ିବା ପରି ଶୁଣାଗଲା। ଘୋଟକି ସହ ସଙ୍ଗ କରୁଥିବା ମତ୍ତ ଘୋଟକମାନେ ଭୀତ ହୋଇ ଆଉ ନରସି ଇତସ୍ତତ ହୋଇ ଭ୍ରମିଲେ। ଅଶ୍ୱବାହିନୀ ସମ୍ବନ୍ଧରେ ଅଭିଜ୍ଞ ରାଜକବିଙ୍କ ଲଙ୍କାର ଅଶ୍ୱଙ୍କ ଏ ପ୍ରାକୃତିକ ବର୍ଣ୍ଣନା ଚମତ୍କାର। ସେହି ଅଶ୍ୱମାନଙ୍କ ପିଠିରେ କବିମାନେ ବସି ହାତରେ ବୃକ୍ଷ ଧରି ଅଶ୍ୱାରୋହୀ ସୈନ୍ୟ ପରି ଦିଶିଲେ। ରମଣୀଙ୍କ ବାଣୀ ଶୁଭିଲା। କହୁଥିଲେ ସେମାନେ, ଆମ ବଲ୍ଲଭ ବା ସ୍ୱାମୀମାନେ ବଢ଼େଇ କରି କହୁଥିଲେ ଯେ ଆମେ ବାନର ମାଇଲୁ। ସୂର୍ଯ୍ୟଙ୍କୁ ରାହୁ ଗିଳିବା ପରି ସେମାନେ ଆଜି ବାନରଙ୍କ ଆହାର ହେଇଛନ୍ତି। ନଗର ଭ୍ରମଣ କରୁଥିବା ବଜ୍ରାଙ୍ଗ ଓ ସରପୃଷ୍ଟ ରାକ୍ଷସ ଅଙ୍ଗଦ ହାତରେ ପ୍ରାଣ ଦେଲେ। ସୁନିତାକ୍ଷ ଓ ଜୁଳୁପାକ୍ଷ ଦ୍ୱିବିଧ ହାତରେ ମଲେ। କୁମ୍ଭକର୍ଣ୍ଣର ବେନିସୁତ କୁମ୍ଭ ଓ ନିକୁମ୍ଭ ସଙ୍ଗେ ଭେଟ ହେଲେ ହନୁମାନ ସହିତ। ସୁଗ୍ରୀବ ଯୋଗ ଦେଲେ ସେ ଯୁଦ୍ଧରେ। କୁମ୍ଭ ନିକୁମ୍ଭଙ୍କ ନିଧନ ପରେ ମକରାକ୍ଷ ରାମଙ୍କୁ କହିଲା, ମୋ ପିତା ଖରର ହତ୍ୟାକାରୀ ତମେ, ମୁଁ ପ୍ରତିଶୋଧ ନେବି। ଶ୍ରୀରାମ ହସ୍ତରେ ପ୍ରାଣ ଦେଲା ସେ ଦୂତଠାରୁ ସବୁ ଶୁଣିଲା ରାବଣ। କହିଲା, କି ଆଶ୍ଚର୍ଯ୍ୟ! ସ୍ଥଳରେ ଲୋକେ ବୁଡ଼ି ମଲେ, ଜଳରେ ଅନଳ ବା ନିଆଁ ଲାଗିଲା, ପବନକୁ ଫାଶରେ ବନ୍ଧାଗଲା। ରାକ୍ଷସଙ୍କ ଭୋଜନ ଯୋଗ୍ୟ ବାନର ଆଜି ଏ କାଣ୍ଡ କଲେ। ମୃଦୁ ବାକ୍ୟରେ ଆଶ୍ୱାସନ ଦେଲେ ପୁତ୍ର ମେଘନାଦ। Bye.
ପାରିନ୍ଦ୍ରେ ଯୁଛିବିରେ ବ୍ରତନ୍ତେ ବିବିଧ ସେବା ମାନଙ୍କୁ ବୈବସ୍ୱତ ପୁରେ ଦେବା ପଠି ଆଇସେ ପାଣିରେ ବୁଡ଼େଇ ତାକୁ ମାୟାସିତା ଭାବେ ପରିବର୍ତ୍ତିତ କରିଦେବ। ଶୁଣି ରାବଣ କହିଲା, ସେ ମାୟାସିତାକୁ ନେଇ ରାମକୁ ବାହୁଡ଼ାଇଲେ ଆମ ଆଣିବା ଗୌରବ ଉଣା ହେବ। ତାକୁ ରାମ ଆଗରେ ବିଚ୍ଛେଦିବା ବା ତାକୁ ମାରିଦେବା ବୋଲି କହିଲା ଇନ୍ଦ୍ରଜିତ। ଏଥିରେ ରାବଣ ବୋଧ ହେଲା। ଏହାପରେ ବିଦ୍ୟୁଜିହ ନିଜର ଛୋଟ ଭଉଣୀ ସୁକାନ୍ତୀକୁ ନେଇ ବାଞ୍ଛାବଟ ତଳକୁ ଗଲା। ଭାଇର କଥାରେ ସୁକାନ୍ତୀ ସୀତାଙ୍କ ରୂପ ପାଇବା ପାଇଁ କାବ୍ୟକ ତୀର୍ଥରେ ସ୍ନାନ କରି ମାନସିକ କଲା। ଫଳରେ ଅବିକଳ ସୀତାଙ୍କ ମନୋହର ରୂପ ଧାରଣ କଲା।
ଲଙ୍କାର ରମଣୀ ମାୟା ସୀତାକୁ ଦେଖି ବିଚାରନ୍ତି, ବେଶହୀନା କ୍ଷୀଣା ହର୍ଷବିହୀନା ହୋଇ ମଧ୍ୟ ଏ ପ୍ରସନ୍ନା ଦିଶୁଛି। ବ୍ରହ୍ମାଣ୍ଡ ସାର ସୁନ୍ଦରୀଙ୍କ ମଥାର ତିଳକ ଇଏ। କେତେ କଳ୍ପ ବସି ବ୍ରହ୍ମା ୟାକୁ ଗଢ଼ିଛି। ଏ ପୁଣି କେତେ ତପଫଳରେ ରାମବଲ୍ଲଭୀ ହୋଇଛି। ବିଧାତାର ଜଟାଧାରୀମାନଙ୍କୁ ବଡ଼ କୃପା ତା ଶିବଙ୍କୁ ପାର୍ବତୀ ଓ ରାମଙ୍କୁ ସୀତା କେମିତି ଦେଇଛି ଦେଖ। ଜୀବନ ପଛେ ବିସର୍ଜନ ହେଉ, ଆଣି ଏଭଳି ଦ୍ରବ୍ୟ ଲେଉଟାଇବାରେ ରାବଣର ପୁରୁଷ ପୁଣିଆକୁ ଧିକ୍। ଜଣେ କହିଲା, ଯଦି ସ୍ତ୍ରୀଟା ବସ ନହେଲା ରଖିକି ଲାଭ କ'ଣ? ଆପଣା ରଥ ବାହି ଇନ୍ଦ୍ରଜିତ ନୀଳ ସେନାପତି ପାଖରେ ପହଞ୍ଚିଲା। ପର୍ବତ ବହି ଆଣୁଥିବା ହନୁମାନ ରଥରେ ସୀତାଙ୍କୁ ଦେଖି ଅଟକିଗଲା। କହିଲା ଇନ୍ଦ୍ରଜିତ, ଏଇ 7 କୁମ୍ଭ କୁମ୍ଭସ୍ତନୀ ବା ସୁବର୍ଣ୍ଣ ଘଟସ୍ତନୀ ସୀତା ପାଇଁ ତୁମ୍ଭେ ଆମ୍ଭର ବିବାଦ। ବାଳ ଧରି ପ୍ରବାଳ ଅଧରି ସୀତାଙ୍କ ଗଳାରେ କରବାଳ ଚଳାଇ ଗଳା ବିଚ୍ଛେଦନ କରିଦେଲା। ବିଗ୍ରହରୁ ମସ୍ତକ ଅଲଗା ହୋଇ ପଡ଼ିଗଲା ମହିରେ। ରେ ଦ୍ରୋହୀ, କି କଲୁ? କହିଲେ ହନୁମାନ। ପର୍ବତ ପ୍ରହାରୀ ରଥକୁ ଚୁରି ଦେଲେ। ଭୟରେ ପଳାଇଲା ଇନ୍ଦ୍ରଜିତ। ବୃଦ୍ଧ ଜାମ୍ବମାନଙ୍କୁ ଭେଟି ସବୁ କହିଲେ ହନୁମାନ।